ମିଛ କହି ସକେଇ ସକେଇ ହେଇ କାନ୍ଦିବା କେହି ମୋ ମାମାଙ୍କଠୁ ଶିଖ। ତ ସାଙ୍ଗମାନେ ଏଇଟା ହଉଛି 20 ବର୍ଷ ପୁରୁଣା ଭିଡିଓ, ବାକି ସମୟର ଅଭାବ ହେତୁ ଭିଡିଓଟାକୁ ଛାଡିବାକୁ ବହୁତ ହି ଲେଟ୍ ହେଇଗଲା। ତ ସାଙ୍ଗମାନେ ଆପଣ ମାନଙ୍କର ମନେ ଅଛି କି ନାହିଁ ମାମା ବାବାଙ୍କ ଆନିଭର୍ସରୀକୁ ସେଲିବ୍ରେଟ କରିବା ପାଇଁ ଆମେ ଯୋଉ ପୁରୀ ଯାଇଥିଲୁ। ତ ଆଜି ଥିଲା ପୁରୀରେ ଆମର ଶେଷ ଦିନ, ଆଉ ଆଜି ଆମକୁ ହୋଟେଲରୁ ଚେକ୍ ଆଉଟ୍ କରିକି ଟିକେ ବ୍ରେକଫାଷ୍ଟ କରିବାର ଥିଲା, ଦେନ୍ ବାହାରି ଯିବାର ଥିଲା ଆଉ ଗୋଟେ ନ୍ୟୁ ଡେଷ୍ଟିନେସନ। ତ ଯେହେତୁ ଆଜି ସକାଳୁ ସକାଳୁ ହିଁ ଆମକୁ ବାହାରି ଯିବାର ଥିଲା, ସେଥିପାଇଁ ରାତିରେ ହିଁ ପ୍ୟାକିଂ ଚାଲିଥିଲା ଆଉ ଶୋଇବା ବେଳକୁ ପୁରା ଲେଟ୍ ହେଇଯାଇଥିଲା। ସେଥିପାଇଁ ସକାଳୁ ଟିକେ ଲେଟ୍ ରେ ଉଠିଲୁ, ଗାଧେଇ ପାଧେଇକି ଆସିକି ଫାଇନାଲି ପହଞ୍ଚି ଗଲୁ ଆମ ଡେଷ୍ଟିନେସନ। ତ ବହୁ ଜଣ ୟୁଟ୍ୟୁବର ମାନେ ମାତା ମଠ ବିଷୟରେ ସୋସିଆଲ ମିଡିଆରେ ବହୁତ ସାରା ଭିଡିଓ ପୋଷ୍ଟ କରୁଥିଲେ। ତ ସେଠାରେ ସବୁ ଭିଡିଓ ଦେଖିକି ମତେ ତ ଭାରି ଇଚ୍ଛା ହଉଥିଲା ସେଟାକୁ ଯିବାକୁ। ସେଥିପାଇଁ ମାମା ବାବାଙ୍କୁ ଏଥର ଇନସିଷ୍ଟ କଲି, ମାମା ସେଇଠିକୁ ଟିକେ ଯିବା ଆଉ ଦେଖିକି ଆସିବା। ମୁଁ ତ କେମିତି ହେଇଛି କେବେ ଦେଖିନି, ଆପଣ ବି କେବେ ଦେଖିନାହାନ୍ତି, ଚାଲନ୍ତୁ ଯିବା ଆଉ ଆଜି ବଢିଆ ସେ ଦେଖିଦୁକାକିନା ଆସିବା। ଆଉ ହଁ, ପ୍ରଥମରୁ କହି ରଖୁଛି ଏଠାକୁ ଆସିବାର ରାସ୍ତାଟା ହୁଏତ ଟିକେ ଖରାପ ହେଇପାରେ, ବଟ୍ ତାପରେ ଆପଣ ମାନେ ଯୋଉ ଭ୍ୟୁ ଦେଖିବେ ସେଇଟା ପୁରା ଅର୍ଥ ଇଟ୍। ଆଉ ଏଠାକୁ ଆସିବା ପାଖରୁ ରାଜା ଆଜି ମାମାଙ୍କ ଭିଡିଓ ହିଁ ସୁଟ୍ କରିଦଉଥିଲେ, ଆଉ ମୁଁ ମୋର ଟିକେ କରିଦେବାକୁ କହିଲା ବେଳକୁ ସେ କେମିତି ମତେ ଏକ୍ସପ୍ରେସନ ଦଉଛନ୍ତି ଆପଣ ମାନେ ଦେଖିପାରୁଛନ୍ତି ତ। ସେଠାରେ ବୁଲୁ ବୁଲୁ ଆମର ବହୁତ ସାରା ପ୍ରିୟ ଭିଉଅର୍ସ ମାନଙ୍କ ସାଙ୍ଗରେ ଦେଖା ହେଇଥିଲା, ଯାହାଙ୍କ ସାଙ୍ଗରେ ମୁଁ ବହୁତ ସାରା କଥାବାର୍ତ୍ତା ମଧ୍ୟ କଲି। ଆଉ ହଁ, ଆପଣ ମାନେ ଯେବେ ବି ପୁରୀ ଆସୁଛନ୍ତି ଡେଫିନେଟଲି ଆସନ୍ତୁ ମାତା ମଠକୁ, କାହିଁକି ନା ମତେ ତ ବହୁତ ଭଲ ଲାଗିଲା, ଏକ୍ସପିରିଏନ୍ସ ବହୁତ ହି ଭଲ ଥିଲା। ଆପଣ ମାନେ ବି ନିଶ୍ଚୟ ଆସିବେ। ତ ଶନି ମନ୍ଦିର ସେଠି ଗୋଟେ ଥିଲା, ତ ସେଠି ଆମେ ଦୀପ ଲଗେଇଥିଲୁ, ଆଉ ଏତେ ସୁନ୍ଦର ଜିନିଷଟାକୁ ଏଠି ଯେ ମୁଁ ଦେଖିଲି କ୍ୟାପଚର କରିକି ଆଉ ମୁଁ ରହି ହିଁ ପାରିଲିନି। ମାନେ ଜଣେ ଫରେନର ଝିଅଟି ଏଠି ଶନି ମନ୍ଦିରରେ ଦୀପ ଜଳୁଥିବା ଦେଖିକି ମତେ ବହୁତ ହି ଖୁସି ଲାଗିଥିଲା। ତ ରାସ୍ତାରେ ଗଲାବେଳେ ଜଣେ ମାଉସୀଙ୍କ ପାଖରୁ ପଇଡ ପିଇଲୁ, ଆଉ ମାଉସୀ ସେ ଯୋଉ ତେଲୁଗୁ ଷ୍ଟାଇଲରେ କାଟୁଥିଲେ ସେଇଟା ଦେଖିକି ମୁଁ ପୁରା ଆଚମ୍ବିତ ହିଁ ହେଇଯାଇଥିଲି। ଆଉ ସାଙ୍ଗମାନେ ଗୋଟେ ସତ କଥା କହିବି, ପଇଡ ପାଣିଟା ନା ପୁରା ଚିନି ଭଳିଆ ହିଁ ମିଠା ଥିଲା, ଆଉ ତାପରେ ଯୋଉ ନାଳିଟା ଖିଆ ହେଲା ନା ସେଇଟା ପୁରା ମଜା ଆସିଲା। ଆଉ ବାକି ରହିଲା କଥା କି ପ୍ରମୋସନ ତ ମୁଁ ବହୁତ ଜଣଙ୍କର କରୁଛି, କିନ୍ତୁ ଏଇଟା ଗୋଟେ ଜେନ୍ୟୁଇନ ରିଭ୍ୟୁ। ଆପଣ ମାନେ ଯେତେବେଳେ ପୁରୀରୁ ରିଟର୍ନ ହଉଛନ୍ତି ନିହାତି ମାଉସୀଙ୍କ ପାଖରେ ଗୋଟେ ପଇଡ ପିଇକି ଆସନ୍ତୁ, ସତରେ ମୋ ମନରୁ ମୁଁ ଖୁସି ହେବି। କିମ୍ସରେ ଆମର କିଛି କାମ ଥିଲା, ସେଥିପାଇଁ ଟିକେ ହାଲକା ଫୁଲକା ସେଠାରେ ଆମେ କିଛି ଖାଇ ଦେଇଥିଲୁ। ଦେନ୍ ରିଟର୍ନ ହେଲା ପରେ ଶେରଗଡ଼ ପାଖରେ ଗୋଟେ ରେଷ୍ଟୁରାଣ୍ଟ ଅଛି ଚିଲି ସ୍ପାଇସ୍, ଆମେ ସେଇଠୁ ଟିକେ କିଛି ଖାଇଦେଇକି ବାହାରି ଆସିଲୁ ଘର ଅଭିମୁଖେ। ଆଉ ମାମା ଯୋଉ ସକାଳୁ ସକାଳୁ ବାଗ ହେଇକି ଏମିତି ଲିପଷ୍ଟିକ ଲଗଉଥିଲେ ଆଉ ଭିଡିଓ ପକେଇଦେବି ବୋଲି ମୁଁ ଧମକଉଥିଲି, ତ ସେଥିପାଇଁ ଏଠି ରାଜାଙ୍କ ପାଖରେ କମ୍ପ୍ଲେନ କରୁଥିଲେ।